ସ୍ୱାଧୀନତା ଦିବସ ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଡକ୍ଟର ଆମ୍ବେଦକର ମୂଳ ନିବାସୀ ଦଳିତ ସେବା ସଂଘ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଡକ୍ଟର ଆମ୍ବେଦକର ମୂଳ ନିବାସୀ ଦଳିତ ସେବା ସଂଘ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ଆମ୍ବେଦକର ମୂଳ ନିବାସୀ ସେବା ସଂଘ ତରଫରୁ ସଂଘର ସଭାପତି ଭିକାରୀ ଚରଣ ନାୟକଙ୍କ ତତ୍ତ୍ୱାବଧାନରେ ଅରୁପ କୁମାର ମଳିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉମାକାନ୍ତ ସେଠୀ ଓ ସେବା ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଚରଣ ନାୟକ ଡକ୍ଟର ଆମ୍ବେଦକର ମୂଳ ନିବାସୀ ଦଳିତ ସେବା ସଂଘର ସଭାପତି। କ'ଣ କହିବେ ସ୍ୱାଧୀନତା ଦିବସ ଉପଲକ୍ଷେ କ'ଣ କହିବେ? କହିବା କଥା ଆମର 78ତମ ସ୍ୱାଧୀନ ଦିବସରେ ଆମର ଦଳିତ ଆଦିବାସୀ ହରିଜନ ମାନେ ଆଜି ପର୍ଯ୍ୟନ୍ତ କିଛି ଶିକ୍ଷା ଦୀକ୍ଷା କିଛି ପାଇପାରିଲେ ନାହିଁ। ଆଉ ଆମେ ଏବେ ସଂଗ୍ରାମ ଜାରି କରିଛୁ ଯେ ଆମ ଦଳିତ ଭାଇମାନଙ୍କୁ କିଛି ଏକତ୍ରିତ କରି ଶିକ୍ଷା ଦୀକ୍ଷା ଦେଇ ଆମେ ତାଙ୍କୁ ଆଗକୁ ଆଣିବା ପାଇଁ ଆମେ ସଂଗ୍ରାମ ଜାରି କରୁଛୁ। ସେଠି ସମାଜସେବୀ କ'ଣ କହିବେ ସ୍ୱାଧୀନତା ଦିବସ ଉପଲକ୍ଷେ କ'ଣ କହିବେ? ଆମର 78ତମ ସ୍ୱାଧୀନତା ଦିବସ ଅବସରରେ ଆମେ ଆଜି ବହୁତ ଖୁସି। ଡକ୍ଟର B.R. ଆମ୍ବେଦକର ମୂଳ ନିବାସୀ ଦଳିତ ସେବା ସଂଘ ତରଫରୁ ଆମେ ଆଜି ଏହି ଉତ୍ସବଟି ପାଳନ କଲୁ ଏବଂ ସମଗ୍ର ଦେଶରେ ଆଜି ଏ ଜିନିଷଟି ହର୍ଷ ଉଲ୍ଲାସର ସହିତ ସମସ୍ତେ ପାଳନ କରୁଛନ୍ତି। ଆଜି ଆମ ଦେଶ ସ୍ୱାଧୀନ ହୋଇଥିଲା, ଆମେ ଆମ ନିଜ ଶାସନ ନିଜେ ଚଳାଉଛୁ। ଏଇଟା ଆମ ପାଇଁ ଗୋଟେ ଗର୍ବ ଓ ଗୌରବର ଦିନ। ବାସ୍ ୟା ଭିତରେ मोर परिचय है मु अनुसूचित जाति जनजाति उन्नयन परिषद आठगड़र सांगठनिक संपादक अरूपानंद मल्लिक एवं जड़े समाजसेवी। आज कामाख्यानगर आसीचु आम्बेडकर सेवा संघर सभापति श्रीयुक्त भिकारी चरण नायक डाकर आसीलु। ये खुशी लगिला देखिक भाई मानू एवं एठाकार संगठन को देखिक खुशी लगिला। मोर एतिकी सेमानक प्रति बा एठिकार भाई मानक प्रति निवेदन रहिबो एठिकार समस्त पिला मानकु केमती शिक्षित करवा केमती मजबूत करवा माने शिक्षार फाउंडेशन केमती मजबूत होबो एवं केमती आगकू बढ़ी परिबे से बाबद से प्रतिष्ठित हेबे। एवं मोर मध्य निवेदन आज स्वाधीनतार 78 वर्ष मोर एतिकी निवेदन समस्ते शिक्षित हुंतु संगठित हुंतु संग्राम जारी रखंतु। जय भीम नमो बुद्धाय। कामाक्षानगरରୁ प्रकाश कुमार पात्रଙ୍କ रिपोर्ट द न्यूज टुडे।